ସରକାର ଆଜି ଚାଲୁଣି ଯେହେତୁ ଚାଲୁଣି ହେଇଯାଇଛି, ବହୁତ ଦୁର୍ନୀତିରେ ସେମାନେ ଲିପ୍ତ ଥିଲେ, ତାଙ୍କ ପାଖେ ଇସ୍ୟୁ ନାହିଁ। ସରକାର ଆସିବାର 1 ମାସ ହେଇଛି ଏବଂ ମହାମହିମ ରାଜ୍ୟପାଳଙ୍କୁ ନେଇକି ଆମେ ରାଜନୀତି କରିବା ଉଚିତ ହେବ ନାହିଁ, କାରଣ ସେ ଦଳଠାରୁ ଉର୍ଦ୍ଧ୍ୱରେ। ସେମାନେ ସମସ୍ତେ ଜାଣିଛନ୍ତି ଆମେ ଆଜି ସରକାରୀ ଦଳରେ ଅଛୁ, କାଲି ବିରୋଧୀ ଦଳରେ ଅଛୁ। ବିଜୁ ଜନତା ଦଳ ସରକାର ଦଳରେ ଥିଲା ଏବଂ ଏବେ ବିରୋଧୀ ଦଳରେ ବସିଛୁ। ଆମେ କେତେବେଳେ ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କୁ ନେଇକି ରାଜନୀତି କରାଯାଏ, ଯଦି କେଉଁଠି କ'ଣ ହେଇଛି ସେ କଥା ମଧ୍ୟ ଆପଣମାନେ ଜାଣିଛନ୍ତି। ତାର ସମାଧାନ ଏବଂ ତାର ପରିବାର ସାଙ୍ଗେ ସିଧାସଳଖ ଭାବେ ରାଜ୍ୟପାଳ ବସିଛନ୍ତି, ତାର ସମାଧାନ ବାଟ ଅଲରେଡ଼ି ବାହାରି ସାରିଛି। ତାପରେ ୟାକୁ ନେଇକି ରାଜନୀତି କରିବା କେତେ ଦୂର ଠିକ୍ ଆପଣମାନେ ବିଚାର କରନ୍ତୁ। ଓଡ଼ିଶାବାସୀ ତାକୁ ଦେଖୁଛନ୍ତି। ଏସବୁ ମୁଦ୍ଦାବିହୀନ ରାଜନୀତି କରିବା ପାଇଁ ଯେଉଁ ବିଜୁ ଜନତା ଦଳ ଆଗେଇ ଆସି ସେଥିରୁ କ୍ଷାନ୍ତ ହେବ। ଆଜ୍ଞା, ସରକାର ଓଡ଼ିଶାକୁ 1 ନମ୍ବର କରିଛନ୍ତି। 1 ନମ୍ବର ଯେଉଁ କରିଛନ୍ତି ସବୁ ତଳ ଆଡ଼ୁ 1 ନମ୍ବର କରିଛନ୍ତି, କେଉଁଠି ଉପର ଆଡ଼ୁ 1 ନମ୍ବର କରିନାହାନ୍ତି। କାରଣ ସେ ଯେଉଁ ଯିଏ ବାହାରିଛି ଲିଷ୍ଟ ତାକୁ ସେ ଭଲ ଭାବେ ଦେଖିନାହାନ୍ତି। 1 ନମ୍ବର କରିଛନ୍ତି, ସବୁ ଦୃଷ୍ଟିରୁ ତଳ ଆଡ଼ୁ 1 ନମ୍ବର କରିଥିଲେ। ଏ ସରକାର ଯେଉଁ ଆସିଛି ବା ଡବଲ ଇଞ୍ଜିନର ସରକାର, ଓଡ଼ିଶାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ସରକାର ଅଛି। ଜନସାଧାରଣଙ୍କ ସହଯୋଗରେ ଓଡ଼ିଶାକୁ 1 ନମ୍ବର କରିବା ପାଇଁ ଚେଷ୍ଟା କରେ।